ସାଙ୍ଗମାନେ ଆଜି ଆମେ ସମସ୍ତେ ଆମ ପିଇସି ନାନୀ ଘରକୁ ଯାଇଥିଲୁ। ସେଠି ଗୋଟେ ଶ୍ରାଦ୍ଧ ଭୋଜି ଥିଲା ଆଉ ସେ ଭୋଜିଟା ହଉଛି ସାହିରେ ଥିବା ଜଗନ୍ନାଥଙ୍କ ମନ୍ଦିରରେ ହେଉଥିଲା। ରାମ ରାମ ହରେ 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 ରାମ ହରେ ଆଉ ସେପଟେ ଖିଆ ପିଆ ମଧ୍ୟ ଷ୍ଟାର୍ଟ ହେଇଯାଇଥିଲା। ତ ତା ଭିତରେ ମୁଁ ଟିକେ ମନ୍ଦିର ଭିତରେ ବୁଲାବୁଲି କରି ଭିଡିଓ କଲି। କିଛି ସମୟ ବୁଲାବୁଲି କଲା ପରେ ଏବେ ମୁଁ ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରିବାକୁ ମନ୍ଦିର ଭିତରୁ ଗଲି। ଆଉ ସେଠି ଗଲା ବେଳକୁ ଦି ଖୁଡି ଆଉ ସୁନି ମଧ୍ୟ ସେଠି ଥିଲେ। ତ ଆମେ ସମସ୍ତେ ମିଶିକି ଠାକୁରଙ୍କ ଦର୍ଶନ କଲୁ ଆଉ ମୁଣ୍ଡିଆ ମଧ୍ୟ ମାରିଲୁ। ତୁମ ଷ୍ଟାଚୁ ଉଠି ମୁଣ୍ଡିଆ ମାରୁନ ନମ କରୁନ। ଏବେ ଚାଲନ୍ତୁ ଯିବା ଖନ୍ଦାଶାଳକୁ ଯୋଉଠି ରୋଷେଇ ହେଇଥିଲା ସେଟା ମାହୋଲ ଟା ଟିକେ ଦେଖିବା। ହଉ ଏବେ ବୁଲାବୁଲି ବହୁତ ହେଇଗଲା। ଆଇଟମ ଗୁଡାକୁ ଦେଖି ମୁଁ ଆଉ ଭୋକ ସମ୍ଭାଳି ପାରିଲିନି। ତ ସମସ୍ତଙ୍କୁ ଡାକିଲି ଚାଲ ଯିବା ଖାଇଦବା ଏବେ। ଆଉ ଗୋଟେ ବି ଦେଇଦିଅ ଆଉ ଗୋଟେ ଦେଇଦିଅ। ଏଇଠି ସମସ୍ତେ ବସିପଡ଼ିବା ଏକାଳେ। ତ ଏବେ ଆମ ସମସ୍ତଙ୍କର ବଢା ବଢି ହେଇଗଲା। ମୁଁ ସୁନେଇ କଲି ମୋ ଟିକେ ଭିଡିଓ କର, କାରଣ ମୁଁ ସବୁବେଳେ କ୍ୟାମେରାମ୍ୟାନ ହେଇକି ରହିଯାଉଛି। ମୋ ଥୋବଡା ଟିକେ ଲୋକମାନେ ଦେଖନ୍ତୁ। ସବୁଠୁ ମଜା କଥା ହେଲା ଆମକୁ ଡାଲମା ଦବାକୁ ଭୁଲି ଯାଇଥିଲେ ଆଉ ଆମେ ବି ଜାଣିନୁ ଖାଇବା ଷ୍ଟାର୍ଟ କରିଦେଇଥିଲୁ। କିନ୍ତୁ ଏବେ ଆସି ଡାଲମା ଦେଲେ ଆଉ ବଢିଆ ଲାଗିଲା ଡାଲମାଟା। ସାଙ୍ଗମାନେ ଏବେ ଆମର ଖିଆ ପିଆ ସରିଗଲା ଆଉ ସବୁ ଆଇଟମ ଗୁଡା ବହୁତ ବଢିଆ ହେଇଥିଲା। ଆଉ ଆଜି ସନ୍ଧ୍ୟାରେ ସବୁଠୁ ଭଲ କଥା ହଉଛି ଆମେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ମଧ୍ୟ କଲୁ ମନ୍ଦିରରେ। ତ ଏବେ ଆମେ ରଖୁଛୁ ଏଇ ବ୍ଲଗରେ ଏତିକି। ବାଏ ବାଏ, ଜୟ ଜଗନ୍ନାଥ।